ମାନେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅଭ୍ୟାସ ପ୍ରଶ୍ନପତ୍ର ଆଜି ଆମେ ଦେଖିବା। ବୁଝି ହେଉଛି ତ? ତାହେଲେ ପିଲାମାନେ 1 ନମ୍ବର ଆମକୁ ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା ପାଇଁ ଦେଇଛି। ଫାଷ୍ଟ ଥିଲା ପିଲାମାନେ ଆମର ରୋଚକ। ରୋଚକର ଅରୋଚକ ହବ। ବୁଦ୍ଧିମାନର ହେଲା ନିର୍ବୁଦ୍ଧିଆ ହବ ନା ନିର୍ବୁଦ୍ଧିଆ। ପ୍ରଶଂସାର ଏଇଟା ଟିକେ ଗୋଟେ ସ୍ପେଲିଂ ପିଲାମାନେ ମିଷ୍ଟେକ୍ ଅଛି ହେଲା। ପ୍ରଶଂସାର ହେଲା ନିନ୍ଦା। ଆସକ୍ତର ଅନାସକ୍ତ ହେଲା। ଦ୍ୱନ୍ଦ୍ୱର ପ୍ରକାଶ। ତାପରେ ଆମର ହସିବାର ହେଇଯିବ ଆମର କାନ୍ଦିବା। ବୁଝିଛୁ ତ ହେଲା। ଆନ୍ସର ଆମର ଠିକ୍ ଅଛି ସବୁଠି। ତାପରେ ସନ୍ଧି ବିଚ୍ଛେଦ କରିବା ଆମ ଦୁରାରୋଗ୍ୟର ଯୁକ୍ତ ଆରୋଗ୍ୟ, ପୈତୃକର ପିତୃଯୁକ୍ତ ଐକ, ଉତ୍ତରାଧିକାରୀ ଉତ୍ତର ଯୁକ୍ତ ଅଧିକାରୀ, ଅଭିଷେକୋତ୍ସବ ଅଭିଷେକ ଯୁକ୍ତ ଉତ୍ସବ, ସୁଧାକର ସୁଧାଯୁକ୍ତ ଆକାର, ସମାଲୋଚନା ସଂଯୁକ୍ତ ଆଲୋଚନା। 3 ନମ୍ବର ପ୍ରଶ୍ନ କାନ୍ତି ଲଗାଇ ଆଉ 5 ଗୋଟି ଶବ୍ଦ ଲେଖ। ସୂର୍ଯ୍ୟକାନ୍ତି, ଚନ୍ଦ୍ରକାନ୍ତି, ରୌପ୍ୟକାନ୍ତି, ସୁକାନ୍ତି। ସେମିତି 4 ନମ୍ବର ନିତ୍ୟ ଯୁକ୍ତ ଆନନ୍ଦ ହେଲା ନିତ୍ୟାନନ୍ଦ। ସେହିପରି କିଛି ଶବ୍ଦ ଆମେ ଲେଖିବା। ସତ୍ୟଯୁକ୍ତ ଆନନ୍ଦ ସତ୍ୟାନନ୍ଦ, ରସଯୁକ୍ତ ଆନନ୍ଦ ରସାନନ୍ଦ, ପୂର୍ଣ୍ଣଯୁକ୍ତ ଆନନ୍ଦ ପୂର୍ଣ୍ଣାନନ୍ଦ, ଭୈରବଯୁକ୍ତ ଆନନ୍ଦ ଭୈରବାନନ୍ଦ, ଏମିତି ବ୍ରହ୍ମଯୁକ୍ତ ଆନନ୍ଦ ବ୍ରହ୍ମାନନ୍ଦ। 5 ନମ୍ବର ପ୍ରଶ୍ନ ପିଲାମାନେ ଗୌରଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ ଆମେ 5 ଗୋଟି ଶବ୍ଦ ଲେଖିବା। ପୂର୍ଣ୍ଣଚନ୍ଦ୍ର, ହରିଶ୍ଚନ୍ଦ୍ର, ଗୋପାଳଚନ୍ଦ୍ର, କୃଷ୍ଣଚନ୍ଦ୍ର, ଶ୍ରୀଚନ୍ଦ୍ର। 6 ନମ୍ବର କାନ୍ତ କବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? କାରଣ ସିଏ ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିଲେ। 7 ନମ୍ବର ପ୍ରଶ୍ନ କାନ୍ତ କବିଙ୍କ ପୈତୃକ ଗ୍ରାମର ନାମ ହେଉଛି ତାଳପଦା। ବୁଝିହେଲା। 8 ନମ୍ବର ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ ଓ ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ? ତାଙ୍କ ପିତାଙ୍କ ନାମ ହେଉଛି ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ସେ ଓକିଲାତି ବୃତ୍ତି ଅବଲମ୍ବନ କରିଥିଲେ। 9 ନମ୍ବର ପ୍ରଶ୍ନ କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ସେ ରେଭେନ୍ସା ଛାତ୍ରାବାସର ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କ'ଣ ଶ୍ରଦ୍ଧାଭାଜନ ହୋଇଥିଲେ। 10 ନମ୍ବର ପିଲାମାନେ ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ'ଣ? ତାଙ୍କ ମାତାଙ୍କ ନାମ ହେଉଛି ରାଧାମଣି। 11 ନମ୍ବର ଲକ୍ଷ୍ମୀକାନ୍ତ BA ପଢ଼ିବା ପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ? କଲିକତାର ରିପନ କଲେଜରେ ନାମ ଲେଖାଇଥିଲେ। 12 ନମ୍ବର ପ୍ରଶ୍ନ ରେଭେନ୍ସା ମହାବିଦ୍ୟାଳୟର ଲକ୍ଷ୍ମୀକାନ୍ତେ କେଉଁ ନାଟକରେ ଅଭିନୟ କରିଥିଲେ? କାଞ୍ଚି କାବେରୀ। ନେକ୍ସଟ 13 ନମ୍ବର ପ୍ରଶ୍ନ ଆମ ପାଇଁ କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତ କବି ରୂପେ ଅଭିହିତ କରାଯାଇଥିଲା? 1934 ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କୁ କାନ୍ତ କବି ରୂପେ କ'ଣ ଅଭିହିତ କରାଯାଇଥିଲା। 14 ନମ୍ବର ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ? ମୁକୁର ପତ୍ରିକାର ସମ୍ପାଦକ କିଏ? ବ୍ରଜସୁନ୍ଦର ଦାସ ଓ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ବିଶ୍ୱନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନେକ୍ସଟ ଆମର ଏଇଟା ପିଲାମାନେ ଭୁଲ ଲେଖା ଏଇଟା ହେଲା 15 ନମ୍ବର ହେଲା। 15 ନମ୍ବର ଆମର କାନ୍ତ କବିଙ୍କ କୁଳଗୁରୁଙ୍କ ନାମ ଥିଲା ବାବାଜୀ ରାମ ଦାସ ହେଲା। ଟିକେ ଏଠି ଏଇଟା କାନ୍ତ କବି ସ୍ପେଲିଂ ଟିକେ ମିଷ୍ଟେକ୍ ହେଇଯାଇଛି। 16 ନମ୍ବର ପ୍ରଶ୍ନ ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା କିଏ? ଇଷ୍ଟ ଦେବତା ହେଉଛନ୍ତି ଗୋପୀନାଥ। 17 ନମ୍ବର ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା? 1912 ମସିହାରେ ହେଲା। ବନ୍ଦେ ଉତ୍କଳ ଜନନୀ କବିତା 1912 ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା। 18 ନମ୍ବର ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସର ନାମ କ'ଣ? ଗୋପୀନାଥ ପ୍ରେସ। 19 ନମ୍ବର ପ୍ରଶ୍ନ ଡଗର ପ୍ରକାଶନ କଟକର ପିଠାପୁରରୁ କେଉଁ ମସିହାରେ ହୋଇଥିଲା? 1948 ମସିହାରେ ହୋଇଥିଲା। ନେକ୍ସଟ 20 ନମ୍ବର ଅସହଯୋଗୀ ଆତ୍ମକଥା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ ପତ୍ରିକାରେ
ପ୍ରକାଶ ପାଇଥିଲା। 21 ନମ୍ବର ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କ'ଣ? କଣା ମାମୁଁ। 22 ନମ୍ବର ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲରୁ ଇସ୍ତଫା ଦେଲେ କାହିଁକି? କାହିଁକି ନା ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ। ଏହି ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲରୁ ଇସ୍ତଫା ଦେଲେ। ପିଲାମାନେ ତାପରେ ସରଳାର୍ଥ ଆଉ ଲଙ୍ଗ କୋଶ୍ଚିନ୍ ଆମର ଆସିଲା। ଏଭଳି ସମୟରେ ସାହିତ୍ୟ ସଙ୍ଗୀତ ସଂକୀର୍ତ୍ତନ ଚର୍ଚ୍ଚା ଇଷ୍ଟପୂଜା ଗୁରୁବାଣୀ ପାଳନ ଥିଲା ତାଙ୍କ ପାଇଁ ହେଲା ପୁରା ତାଙ୍କ ପାଇଁ ଔଷଧ ବୋଲି ଥିଲା। ଏଇଟା କୋଶ୍ଚିନ୍ ଟିକେ ହେଲା ସାନ୍ତ୍ୱନାର ଔଷଧି ବୁଝିହେଲା। ତାହେଲେ ଆମେ ଲେଖିବା ଯେମିତି ସରଳାର୍ଥ ଲେଖେ ଏଭଳି ଡଟ୍ ଡଟ୍ ଦେଇକି ସାନ୍ତ୍ୱନାର ଔଷଧି। ତାପରେ ଆମେ କ'ଣ ଲେଖିବା? ଆମେ ବେଶୀ କିଛି ପିଲାମାନେ କବି ପରିଚୟ ଲେଖିବନି ହେଲା। ମୁଁ ତୁମକୁ ବୁଝିବା ପାଇଁ ଏଠି ବହୁତ ଦେଇଛି। ପଠିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମହାପାତ୍ରଙ୍କ ପ୍ରବନ୍ଧରୁ ଗୃହୀତ। ଉକ୍ତ ପ୍ରସଙ୍ଗରେ ହେଲା ପ୍ରାବନ୍ଧିକ ଜୀବନର ବିପର୍ଯ୍ୟୟ ପରିସ୍ଥିତି ଏବଂ ସେହି ପରିସ୍ଥିତିରୁ ମୁକ୍ତି ପାଇବାର ଉପାୟକୁ ସୂଚନାତ୍ମକ ଭାବେ ଉଲ୍ଲେଖ କରିଛନ୍ତି। ଏରା ଆଉ ବେଶୀ ଆମର ଦରକାର ନାହିଁ, ଆମେ ବିଷୟ ଭିତରକୁ ଚାଲିଯିବା ହେଲା। ସେ କ'ଣ ଏଇଠୁ ଆମର ପୁରୀରୁ ଫେରିବା ପରେ ସେ ଜ୍ୱରରେ ରୋଗରେ ପୀଡ଼ିତ ହୋଇଯାଇଥିଲେ ଏବଂ ଜ୍ୱର ଛାଡ଼ିଗଲା ପରେ ତାଙ୍କ ଦେହର ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ଦେଖାଯାଇଥିଲା। ପିତା ଭାଗବତ ପ୍ରସାଦ ଚିକିତ୍ସାର ସବୁ ବ୍ୟବସ୍ଥା କଲେ ମଧ୍ୟ ଲକ୍ଷ୍ମୀକାନ୍ତଙ୍କ ଶରୀର ବିକଳାଙ୍ଗ ହୋଇଗଲା। ଏହି ସମୟରେ ସେ କୁଳଗୁରୁ ବାବାଜୀ ରାମଦାସଙ୍କ କୀର୍ତ୍ତନ ଭଜନରେ ସେ ନିଜକୁ ବୁଡ଼ାଇ ରଖିଲେ। ବଡ଼ ପୁଅର ଏଭଳି ଅବସ୍ଥା ଦେଖି ତାହାର ଭବିଷ୍ୟତ ପାଇଁ ଇଷ୍ଟଦେବ ଗୋପୀନାଥଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ କରାଇଦେଲେ। ବ୍ୟାଧିଗ୍ରସ୍ତ ଲକ୍ଷ୍ମୀକାନ୍ତଙ୍କ ଏଥିପାଇଁ ଭାଇଆଳିଆ ସ୍ତରରୁ ନାନାଦି ଈର୍ଷା ଓ ମାଲି ମକଦ୍ଦମା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହିଭଳି ଦୁଃସମୟରେ ଲକ୍ଷ୍ମୀକାନ୍ତ ନିଜକୁ ସାହିତ୍ୟ ସେବା ସଙ୍ଗୀତ ସାଧନା ସଂକୀର୍ତ୍ତନ ଚର୍ଚ୍ଚା ଇଷ୍ଟପୂଜାରେ ନିଜକୁ ବୁଡ଼ାଇ ରଖିଥିଲେ। 24 ନମ୍ବର ଆମର ଗାନ୍ଧୀ ଆଦର୍ଶ ଓ ବାଣୀ ପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ। ହଁ କି ନାହିଁ? ତାହେଲେ ପୁଣି ଲେଖିଦେବ ହେଲା ଗାନ୍ଧୀଙ୍କ ଆଦର୍ଶ ଡଟ୍ ଡଟ୍ କରିଥିଲେ ହେଲା। ପୁଣି କବି ପରିଚୟ ଯେମିତି କହିଲି ଉକ୍ତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜୀବନ ଓ ସାହିତ୍ୟ କୃତି ପ୍ରବନ୍ଧରୁ ଗୃହୀତ। 1 ମାର୍କ ସର୍ଟ କୋଶ୍ଚିନ୍ ଆସୁଛି। କେଉଁଠୁ ଆସିଛି? ଜୀବନ ଓ ସାହିତ୍ୟ କୃତି ପ୍ରବନ୍ଧରୁ ହେଲା। ଲକ୍ଷ୍ମୀକାନ୍ତ ଥିଲେ ଯଥାର୍ଥରେ କାନ୍ତ କବି। ଛାତ୍ର ଜୀବନରୁ ସେ କବିତା ଲେଖାରେ ମନୋନିବେଶ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ବିଭିନ୍ନ କଥାବସ୍ତୁ ନେଇ କବିତା ରଚନା କରିଥିଲେ। ଲକ୍ଷ୍ମୀକାନ୍ତଙ୍କ ପରିବାର ଥିଲେ ସ୍ୱାଧୀନତା ସଂଗ୍ରାମୀ ପରିବାର। ସାନ ଭାଇ ସାନ ଭଉଣୀ ଭଣଜା ଓ ତାଙ୍କର 2 ପୁତ୍ର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଲକ୍ଷ୍ମୀକାନ୍ତଙ୍କ ମନରେ ରହିଥିଲା ସ୍ୱଦେଶ ପ୍ରଣତାର ଭାବ। ପରାଧୀନ ଉତ୍କଳ କିପରି ସ୍ୱାଧୀନତା ଲାଭ କରିପାରିବ ସେହି ଉଦ୍ଦେଶ୍ୟରେ ସେ ଲେଖନୀ ଚାଳନା କରିଥିଲେ। ଗାନ୍ଧୀ ଆଦର୍ଶକୁ ଆଧାର କରି ଭଦ୍ରକର ତାଳପଦ ଏବଂ କଟକର ବିଭିନ୍ନ ସ୍ଥାନରେ ଜନସଚେତନା ଜାଗ୍ରତ କରିବାକୁ ଚାହିଁଥିଲେ। ସେଥିପାଇଁ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ସାଙ୍ଗକୁ କୃଷି ଓ କୁଟୀର ଶିଳ୍ପର ଉନ୍ନତି ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଗାଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବା ପାଇଁ ସେ ପ୍ରୟାସ କରିଥିଲେ। ଗାନ୍ଧୀଙ୍କର ଆଦର୍ଶ ଓ ବାଣୀ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଫଳସ୍ୱରୂପ ତାଙ୍କର ଅନେକ କବିତାରେ ସେହି ଭାବଧାରା ପ୍ରକାଶ ପାଇଥିଲା। ପୁଣି ଆଉ ଏକ ସରଳାର୍ଥ ଦେଲା ଅଧିକାଂଶ ରଚନା ଲକ୍ଷ୍ମୀକାନ୍ତଙ୍କର ପ୍ରାଣଧର୍ମର ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପ ଧର୍ମୀ। ବୁଝିହେଲା। ପୁଣି କବି ପରିଚୟ ଲେଖିଦେବ ହେଲା। ପିଲାମାନେ ଆମେ ଜାଣିଲେ ଯେ ସେ ଛାତ୍ର ଜୀବନରୁ ଲେଖାଲେଖି ସାହିତ୍ୟରେ ମନୋନିବେଶ କରିଥିଲେ। ପ୍ରଥମେ କବିତା ଲେଖୁଥିଲେ ବି ପରବର୍ତ୍ତୀ ସମୟରେ ଗଦ୍ୟର ବିଭିନ୍ନ ବିଭାଗରେ ଲେଖନ ଚାଳନା କରିଥିଲେ। ତାଙ୍କର ହେଲା ଏସବୁ ଗୁଣ ଦେଖି ସେ ଲେଖାକୁ ଛାଡ଼ିଦେଲେ। ପ୍ରାୟ କବିତାରେ ବ୍ୟଙ୍ଗ ଭିନ୍ନତାତ୍ମକ ଭାବ ଦେଖିବାକୁ ମିଳେ। ଏଇଟା ଟିକେ ଭୁଲ ଅଛି ହେଲା। ବ୍ୟଙ୍ଗ ଭାଷା ଦେଖିବାକୁ ମିଳେ। ସେ ପ୍ରଥମେ ଅସହଯୋଗୀ ଛଦ୍ମ ନାମରେ ଅସହଯୋଗୀର ଆତ୍ମକଥା ଗଦ୍ୟ ରଚନା କରିଥିଲେ। ସେଥିରେ ସେ ଆନ୍ଦୋଳନରେ ଯୋଗ ଦେଇଥିବା ଅନେକ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶିତ କରିଥିଲେ। ନାଟକ ରଚନା କ୍ଷେତ୍ରରେ ସେ କେତେକ
ପ୍ରସନ୍ନ ରଚନା କରିଥିଲେ। ତାଙ୍କର ସାହିତ୍ୟ ସୃଷ୍ଟିକୁ ପାଠ କଲେ ଜଣାଯାଏ ଯେ ଏପରି ଲେଖା ମାଧ୍ୟମରେ ହସାଇବାର ଅଦ୍ଭୁତ ଶକ୍ତି ନେଇ ଜନ୍ମଗ୍ରହଣ କରିଥିଲେ। 26 ନମ୍ବର ଆମର ଗଳ୍ପଟିର ପରିଣତି ବେଶ କରୁଣ ରସରେ ମାର୍ମିକ। ପୁଣି ତମେ କବି ପରିଚୟ ଯେମିତି ଲେଖା ହେଇଥିଲା ଲେଖିବ, ବୁଝିଲା। ତାହେଲେ ପିଲାମାନେ ଆମେ ଏଠାରେ ପ୍ରାବନ୍ଧିକ ତାଙ୍କର ସର୍ବଶ୍ରେଷ୍ଠ ଲେଖା ବୁଢ଼ା ଶଙ୍ଖାରି ସମ୍ପର୍କରେ ଆଲୋଚନା କରିଛନ୍ତି। ହେଲା, ବୁଢ଼ା ଶଙ୍ଖାରି ବିଷୟରେ ଆମେ ପଢ଼ିଥିବା ବୁଢ଼ା ଶଙ୍ଖାରି ଗଳ୍ପଟିରେ ଗାଳ୍ପିକ ପ୍ରେମ ଓ କରୁଣ ଭାବକୁ ଅତି ହୃଦୟଗ୍ରାହୀ ଭାବେ ପରିପ୍ରକାଶ କରିଛନ୍ତି। ଶଙ୍ଖାରି ବୁଢ଼ା ଶଙ୍ଖା ବିକେ। ସେଇ ଶଙ୍ଖା ବିକିବା ଆଳରେ ଦେଖା ହୋଇଛି ଜମିଦାର ଘରର ବୋହୂ ସହିତ। ବୋହୂକୁ ସେ ଶଙ୍ଖା ପିନ୍ଧାଇଛି। ସେଇ ଶଙ୍ଖା ପିନ୍ଧାଇବା ସମୟରେ ନୂଆ ବୋହୂଟି ପ୍ରତି ଆସିଛି ଅପ୍ରତ୍ୟ ସ୍ନେହ, ସତେ ଯେପରି ସେ ନିଜକୁ ବୋହୂର ବୁଢ଼ା ପୁଅଟିଏ ବୋଲି ମନେ କରିଛି। ହେଲା, ମା ହାତର ସେ ବୋହୂକୁ ନିଜ ମା ମାନି ଦେଇଛି। ସେ ପୁଅ ବୋଲି ନିଜକୁ କ'ଣ କହିଛି? ମା ହାତରେ ଶଙ୍ଖା ପିନ୍ଧାଇଥିବାରୁ ଆତ୍ମସନ୍ତୋଷ ଲାଭ କରିଛି। ବୋହୂର ବରାଦ ମୁତାବକ ଆସମାନ୍ ତାର ଶଙ୍ଖା ଆଣି ଆସିବାକୁ କହିଛି। ତାରି ଭିତରେ କ'ଣ ହେଇଛି? ଶଙ୍ଖାରି ବୁଢ଼ା ଅସୁସ୍ଥ ହୋଇପଡ଼ିଛି। ତଥାପି ସେଇ ଅସୁସ୍ଥ ଶରୀରରେ ବହୁ ଆବେଗରେ ଶଙ୍ଖା ଗଢ଼ିଛି। ଶଙ୍ଖା ନେଇ ଯାଇଛି ବୋହୂକୁ ପିନ୍ଧାଇବା ପାଇଁ। ମାତ୍ର ଶଙ୍ଖାରି ବୁଢ଼ାର ଆଶା ପୂର୍ଣ୍ଣ ହୋଇନାହିଁ। ତାର ଆଶା ଆଶାରେ ହିଁ ରହିଯାଇଛି। ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବ ବୋଲି ଧାଇଁ ଧାଇଁ ଆସିଥିଲା, ସେଇ ବୋହୂର ବିଧବା ରୂପ ଦେଖିଛି। ଏସବୁ କାହାଣୀ ହେଲା ବୁଢ଼ା ଶଙ୍ଖାରି ତାଙ୍କର ସବୁଠାରୁ ଉତ୍କୃଷ୍ଟ ମାନର ରଚନା। 27 ନମ୍ବର ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କ ସୃଷ୍ଟିକୁ ଅନନ୍ୟ କରିଛି। ହେଲା, ପୁଣି କବି ପରିଚୟ ଲେଖିବ, ତାପରେ ବିଷୟ ଲେଖିବ। ଆମର କବି ଲକ୍ଷ୍ମୀକାନ୍ତ ଥିଲେ ଏକାନ୍ତ ଭାବରେ ବୈଷ୍ଣବ। ପାରିବାରିକ ପରମ୍ପରା କ୍ରମେ ସେ ଏହି ଧର୍ମ ଗ୍ରହଣ କରିଥିଲେ ଏବଂ ଇଷ୍ଟଦେବ ଗୋପୀନାଥଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଥିଲେ। ତେଣୁ ଭକ୍ତ ସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷା ଓ କୋମଳତାରେ ତାଙ୍କର ହୃଦୟ ଥିଲା ରସସିକ୍ତ। ଫଳରେ ତାଙ୍କ ଜୀବନ ସଙ୍ଗୀତ ବହୁ ପଦ ମଧ୍ୟରେ ସେହି କାରୁଣ୍ୟ, କୋମଳ ହେଲା ପ୍ରେମସିକ୍ତ ହୃଦୟର ଉଚ୍ଛଳ ଭାବ ଦେଖିବାକୁ ମିଳେ। କାନ୍ତ କବିଙ୍କର ଏହି ଆଧ୍ୟାତ୍ମିକବାଦୀ ଅନୁଚିନ୍ତାକୁ ବା କାବ୍ୟ ଚେତନାକୁ ରବୀନ୍ଦ୍ରନାଥ ଗୀତାଞ୍ଜଳି ସହିତ ଅନେକ ଆଲୋଚକ ତୁଳନା କରିଛନ୍ତି। ଲଙ୍ଗ କୋଶ୍ଚିନ୍ ତାପରେ ଆସିଲା ପିଲାମାନେ, କାନ୍ତ କବିଙ୍କ ଜୀବନୀର ପରିଚୟ ଦିଅ। ଲଙ୍ଗ କୋଶ୍ଚିନ୍ ଲେଖିବା ପାଇଁ ସବୁଠାରୁ ସହଜ ବାଟ ବତାଉଛି ପିଲାମାନେ, ବିଷୟଟିକୁ ଭଲରେ ପଢ଼ିଦିଅ, ସେଇଥିରୁ ହିଁ ଆସିବ। ଏଇ କାନ୍ତ କବିଙ୍କ ବିଷୟରେ ଯାହା ଜାଣିଛ ତାହା ଲେଖିବ। ହେଲା, ସେ ଓଡ଼ିଆ ବାଣୀ ଭଣ୍ଡାରକୁ ବିଭିନ୍ନ ପର୍ଯ୍ୟାୟରେ ସମୃଦ୍ଧ କରିଥିବା ଜଣେ ଯଶସ୍ୱୀ ସାଧକ। ସେ ତାଙ୍କର ଜୀବନକାଳ ଭିତରେ କେବଳ ସାହିତ୍ୟ ସାଧନାରେ ମନୋନିବେଶ କରିନଥିଲେ, ସେପରି ନୁହେଁ, ବରଂ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ସୁନାମ ଅର୍ଜନ କରିଥିଲେ। ନୀଳକଣ୍ଠ ଯେପରି ଆକଣ୍ଠ ବିଷପାନ କରି ସାରା ଜଗତକୁ ଅମୃତ ପ୍ରଦାନର କାରଣ ହୋଇଥିଲେ, ଠିକ୍ ସେହିପରି ଲକ୍ଷ୍ମୀକାନ୍ତ ନିଜେ ଦୁଃଖ ଯାତନାରେ ରହିଥିଲେ ବି ସମଗ୍ର ବିଦ୍ୱେଗ ପାଠକ ଶ୍ରେଣୀଙ୍କୁ ହାସ୍ୟରସର ଅମୃତ ପାନ କରାଇଥିଲେ। ସେହି ଦିବ୍ୟ ସୃଷ୍ଟିକୁ ପଠନ କରି ଶ୍ରବଣ କରି ପାଠକମାନେ ଲକ୍ଷ୍ମୀକାନ୍ତ 1988 ମସିହା ଡିସେମ୍ବର ମାସ 9 ତାରିଖରେ ଗୁରୁବାର ଦିନ କଟକ ସହର ଧୂଆଁପତର ଗଳି ବାଖ୍ରାବାଦ ନାମରେ ରଖାଯାଇଥିଲା ଲକ୍ଷ୍ମୀକାନ୍ତ। ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ଥିଲା ଜମିଦାର। ମାତା ରାଧାମଣୀ ଥିଲେ କଣ୍ଟପଡ଼ା ଜମିଦାରଙ୍କ କନ୍ୟା। ଏଥିରୁ ସ୍ପଷ୍ଟ ଯେ ଲକ୍ଷ୍ମୀକାନ୍ତ ସ୍ୱଚ୍ଛଳ ଜମିଦାର ପରିବାରର ଦାୟାଦ ଥିଲେ। ଲକ୍ଷ୍ମୀକାନ୍ତଙ୍କ ଜନ୍ମ ବେଳକୁ ଭାଗବତ ପ୍ରସାଦ କଟକ ଏକାଡେମୀ ସ୍କୁଲରେ ଶିକ୍ଷକତା ସାଙ୍ଗକୁ ଆଇନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଓକିଲାତି ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଭାଗବତ ପ୍ରସାଦ ବାଲେଶ୍ୱର ଚାଲିଆସି ଓକିଲାତି କଲେ। ଯେହେତୁ ପିତା ବାଲେଶ୍ୱର ଓକିଲାତି କଲେ, ତେଣୁ ଲକ୍ଷ୍ମୀକାନ୍ତ ବିଦ୍ୟା ଶିକ୍ଷା ଆରମ୍ଭ ହୋଇଥିଲେ ବାଲେଶ୍ୱର ସ୍କୁଲରୁ। ତାଙ୍କ ସ୍କୁଲ କେଉଁଠୁ ଆରମ୍ଭ ହେଇଥିଲା? ପରବର୍ତ୍ତୀ ସମୟରେ ଭଦ୍ରକ କୋର୍ଟକୁ ଖୋଲିଯିବାରୁ ଭାଗବତ ଆଉ ବାଲେଶ୍ୱର ଛାଡ଼ି ଭଦ୍ରକ ଚାଲି ଆସି ହେଲା। ଭଦ୍ରକରେ ରହି ଓକିଲାତି ବ୍ୟବସାୟ ସହିତ ଗ୍ରାମର ସମ୍ପତ୍ତି ବାଡ଼ି
ବିଷୟ ବୁଝାସୁଝା କଲେ। ଏହି ସମୟରେ ଲକ୍ଷ୍ମୀକାନ୍ତ ଭଦ୍ରକରେ ରହି ପାଠ ପଢ଼ିଲେ। ବାଲେଶ୍ୱରରେ ରହି ପାଠ ପଢ଼ିବା ବେଳେ ସେ ଜିଲ୍ଲା ସ୍କୁଲରେ ବୁଦ୍ଧିମାନ ଓ ଉତ୍ତମ ଖେଳାଳି ଭାବେ ସୁନାମ ଅର୍ଜନ କରିଥିଲେ। ଭଦ୍ରକରେ ରହଣି ସମୟରେ ଅନେକ ସାଥୀ ପିଲାମାନଙ୍କ ସହିତ ଅଭିନୟରେ ସେ ସମୟ ବିତାଇବାରୁ ତାଙ୍କର ପିତା ତାଙ୍କୁ କଟକ ପଠାଇଦେଲେ। କଟକରେ ସେ ସମୟରେ ଭାଗବତ ପ୍ରସାଦଙ୍କ ଦୂର ସମ୍ପର୍କୀୟ ଉମାଚରଣ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଲକ୍ଷ୍ମୀକାନ୍ତ ଉମାଚରଣଙ୍କ ତତ୍ତ୍ୱାବଧାନରେ ଛାତ୍ରାବାସରେ ରହି ପାଠ ପଢ଼ିଲେ। ଲକ୍ଷ୍ମୀକାନ୍ତ ସେଠାରେ ମଧ୍ୟ ପାଠ ପଢ଼ିବା ଅପେକ୍ଷା କ୍ରୀଡ଼ା, କବିତା ଲେଖା ଓ ଆମୋଦ ପ୍ରମୋଦରେ ଅଧିକ ସମୟ ଦେଉଥିବା ଉମାଚରଣ ଲକ୍ଷ୍ୟ କରିଥିଲେ। ଉମାଚରଣ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଗଲା ପରେ ଲକ୍ଷ୍ମୀକାନ୍ତ ପୁନର୍ବାର ବାଲେଶ୍ୱର ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ। ଏହି ସ୍କୁଲରେ ସେ 1907 ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଣ୍ଟ୍ରାନ୍ସ ମାସ ପରେ ଲକ୍ଷ୍ମୀକାନ୍ତ ରେଭେନ୍ସା ମହାବିଦ୍ୟାଳୟରେ ଆଇଏ ପଢ଼ିଲେ। ଆଇଏ ପାସ୍ କଲା ପରେ କଲିକତାର ରିପନ କଲେଜରେ ବିଏ ଶ୍ରେଣୀରେ ନାମ ଲେଖାଇଲେ। ମାତ୍ର ସେଠାରେ ଅସୁବିଧା ହେବାରୁ ଫେରିଆସି ରେଭେନ୍ସା କଲେଜ ମହାବିଦ୍ୟାଳୟରେ ବିଏ ପଢ଼ିଲେ। ଏହି କଲେଜରେ ଅଧ୍ୟୟନ ବୁଝିଲା। ତମେ ଏମିତି ପିଲାମାନେ ଲେଖି ଚାଲିବ ହେଲା। ଯାହା ତମେ ଲକ୍ଷ୍ମୀକାନ୍ତ ଏତିକି ଲେଖ, ବେଶୀ କିଛି ଲେଖିବା ଦରକାର ନାହିଁ ହେଲା। ଯାହା ତମେ ଲକ୍ଷ୍ମୀକାନ୍ତଙ୍କ ବିଷୟ ପରୀକ୍ଷାରେ ସବୁ ଆମର ମନେ ପଡ଼ିବନି, ଯେତିକି ମନେ ପଡ଼ିବ ସେତିକି ଲେଖିବ। ତେଣୁ ଅଧିକ ଜାଣିଥାଅ। ବୁଝିହେଉଛି ତ। 29 ନମ୍ବର କାନ୍ତ କବିଙ୍କ ସାହିତ୍ୟ କୃତି ଗୁଡ଼ିକର ବିବରଣୀ ଆମେ ଲେଖିବା ହେଲା। ଆଧୁନିକ ଓଡ଼ିଆ ସାହିତ୍ୟିକ ସେ ଯେଉଁ କେତେଜଣ ଉଜ୍ଜ୍ୱଳ ଜ୍ୟୋତିଷ୍କ ସେମାନଙ୍କ ଅମିଳନ ଦୀପ୍ତିରେ ମହାମଣ୍ଡିତ କରିଛନ୍ତି, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ। ତୁଳସୀ ଦୁଇ ପତ୍ରରୁ ବାସିଲା ପରେ ଲକ୍ଷ୍ମୀକାନ୍ତ ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ମନୋନିବେଶ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଲକ୍ଷ୍ମୀକାନ୍ତ ବିଦ୍ୟାଳୟ ଜୀବନରେ ପାଠ୍ୟପୁସ୍ତକ ଉପରେ ଯେତିକି ଗୁରୁତ୍ୱ ଦେଉନଥିଲେ, ତାଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ ଅନ୍ୟାନ୍ୟ ପୁସ୍ତକ ପଠନରେ। ସେଥିପାଇଁ ସେହି ଛାତ୍ର ଜୀବନରୁ ସେ କବିତା ଲେଖାରେ ବିଶେଷ ଧ୍ୟାନ ଦେଇଥିଲେ। ଏଣ୍ଟ୍ରାନ୍ସ ପାସ୍ କରି ରେଭେନ୍ସା ମହାବିଦ୍ୟାଳୟରେ ଆଇଏ ପଢ଼ିଲା ବେଳେ ଛାତ୍ରାବାସରୁ କବିତା ଲେଖା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ମଧ୍ୟ ହୋଇଥିଲେ। ଆମେ ପଢ଼ିଛେ। ବୁଝିଲା। ଏଇଭଳି ତାଙ୍କର ସବୁ ଲେଖି ଚାଲିବ। ବୁଝିଲା ତ। ତାଙ୍କ ପରିବାର କେମିତି ଥିଲା? ସ୍ୱାଧୀନତା ସଂଗ୍ରାମୀ ପରିବାର ହେଲା। ତାଙ୍କର ସେ ରଚନା କରିଥିବା ସରହ୍ରାସ, ବସନ୍ତ ବିଳାସ ଏରା ଲେଖିବ ମେନ୍, ଯେଉଁଟା ଆମର ଇମ୍ପୋର୍ଟାଣ୍ଟ ହେଡ଼ଲାଇନ୍। କାଳିୟ ଦଳନ, ବ୍ରଜବର୍ଜନ, ବଂଶୀ ଶିକ୍ଷା ଆଦି ନାଟକ ଅଭିହିତ କରାଇଥିଲେ। ବୁଝିଲା। ନେକ୍ସଟ 30 ନମ୍ବର ଆମର ରୁଗ୍ନ ସ୍ୱାସ୍ଥ୍ୟର କାନ୍ତକବି ମୃତ୍ୟୁ ପର୍ଯ୍ୟନ୍ତ କେଉଁ କେଉଁ କାମ ସହ ସମ୍ପୃକ୍ତ ଥିଲେ ଆମେ ଦର୍ଶାଇବା ହେଲା। ପୁଣି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରତିଭା। ଭାଗ୍ୟ ବିପର୍ଯ୍ୟୟ ହେତୁ ସେ ସମୟରେ ବିଏ ପାସ୍ କରିଥିଲେ ମଧ୍ୟ ଛାତ୍ର ଜୀବନର ଖେଳ ଆଡ଼ୁ ମନୋବୃତ୍ତିକୁ ସାକାର କରିପାରିନଥିଲେ। ରୁଗ୍ନ ସ୍ୱାସ୍ଥ୍ୟ ପାଇଁ ତାଙ୍କର ସମସ୍ତ ପିଲାମାନେ ଆମ ସମସ୍ତଙ୍କ ମନରେ ଅଛି ଆମେ ଗୋଟେ କ୍ରିକେଟର ହେବା, ଏଇଟା ହେବା, ଏଇଟା ସେଇଟା କରିବା। କିନ୍ତୁ ଯଦି ଆମର ସ୍ୱାସ୍ଥ୍ୟ ହିଁ ଖରାପ ତାହେଲେ ଆମେ ଆଗକୁ ଏଇଥିରେ ଯାଇପାରିବା ନାହିଁ ହେଲା। ବିରାଟ କୋହଲି ଦେଖୁଥିବ, ବିରାଟ କୋହଲି କେତେ ଫିଟ୍ ଅଛି। ତଥାପି କୁଳଦେବତାଙ୍କ ନିକଟରେ ନିଜକୁ ସମର୍ପିତ କଲା ପରେ ଦୃଢ଼ ମନୋବଳ ପାଇଁ ସେ ଆଧ୍ୟାତ୍ମ ଅନୁଚିନ୍ତାରେ ବୁଡ଼ି ରହୁଥିଲେ। ସଙ୍ଗୀତ ସାଧନା ଓ ସାହିତ୍ୟ ସାଧନାରେ ନିଜକୁ ନିମଜ୍ଜିତ କରି ହସି ହସାଇ ରସି ରସାଇ ନିଜ ଜୀବନର ମୂଲ୍ୟବାନ ସମୟରୁ ସଫଳ କରିଥିଲେ। ବୁଝିଲା। ସେ ରେଭେନ୍ସା ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ 1913 ମସିହାରେ ବିଏ ପାସ୍ କଲା ବେଳେ ପରେ ପୂର୍ବରୁ ତାଙ୍କ ଅଭିଭାବକ ଦାୟିତ୍ୱ ତୁଲାଇଥିବା ଉମାଚରଣଙ୍କୁ ଦେଖା କରିବା ପାଇଁ ପୁରୀ ଯାଇଥିଲେ। ସେଠାରେ ରହି ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଲେ। ଘରକୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ଛାଡ଼ିଯିବା ପରେ ସେ କାଳରେ ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ଦେଖାଯାଇଥିଲା। ପିତା ଭାଗବତ ପ୍ରସାଦ ଚିକିତ୍ସାର ସମସ୍ତ ପ୍ରଯୋଜନ କଲେ, ହେଲେ ଲକ୍ଷ୍ମୀକାନ୍ତ ଶାରୀରିକ ସ୍ତରରେ ବିକଳାଙ୍ଗ ହୋଇଗଲେ ହେଲା। ଏଥିପାଇଁ ସିଏ କ'ଣ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେ। କୁଳଗୁରୁ ବାବାଜୀ ରାମଦାସଙ୍କ ଠାରୁ ଦୀକ୍ଷା ଗ୍ରହଣ କଲେ। ତାଙ୍କରି ପରାମର୍ଶରେ କୁଳଦେବତା ଗୋପୀନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଲେ। ଏହାପରେ ସେ କୀର୍ତ୍ତନ ଭଜନ ପ୍ରତି ସଦା ଆସକ୍ତ ରହିଲେ। ଏହାପରେ ଲକ୍ଷ୍ମୀକାନ୍ତଙ୍କ ଜୀବନଧାରା ଭିନ୍ନ ମୋଡ଼ ନେଇଥିଲା ହେଲା।
ତାପରେ ନିଜକୁ ସାହିତ୍ୟ ସଙ୍ଗୀତ ସଂକୀର୍ତ୍ତନ ଚର୍ଚ୍ଚା ଇଷ୍ଟ ପୂଜା ଗୁରୁବାଣୀ ବିଚାରଧାରାରେ ବୁଡ଼ାଇ ରଖିଲେ। ଏହା ଯେପରି ତାଙ୍କ ଜୀବନ ପାଇଁ ଥିଲା ସାନ୍ତ୍ୱନାର ଔଷଧ। ବୁଝିଲା, ଏଇଭଳି ତମେ ସବୁତକ ଲେଖିବ। ସେ ଯୋଧ ନାଟକ ରଚନା